ଏଠି କିଛି ଏଥିରେ କୌଣସି ଅଲଗା କିଛି ନାହିଁ। ସେଥିରେ ସମ୍ପୂର୍ଣ୍ଣ ରୂପେ ଏହା ତାଙ୍କର ଏକ ବ୍ୟକ୍ତିଗତ ଭାବରେ ଆସିବା ଭଳି ସେ ଆସିଥିଲେ ଏବଂ କିଛି ସମୟ ଏଠି କଟେଇକି ଗଲେ। ଆଉ ଯେଉଁ ଖାଲି ଥିବା ସ୍ଥାନ ଗୁଡ଼ିକ ହଉ, କର୍ପୋରେସନ ଗୁଡ଼ିକର ଅଧ୍ୟକ୍ଷା କଥା ହଉ ଏବଂ ବିଭିନ୍ନ ଯେଉଁ ଅଛି ଆମର ଏଚଡିସି ହଉ କିମ୍ବା ଡିଷ୍ଟ୍ରିକ୍ଟ ପ୍ଲାନିଂ ବୋର୍ଡ ହଉ, ଏଗୁଡ଼ିକରେ ତାକୁ ଆହୁରି ଭଲ ଭାବରେ କେମିତି ପରିଚାଳନା କରାଯିବ ସେ ଦୃଷ୍ଟିକୋଣରୁ ଦଳ ନିର୍ଦ୍ଦିଷ୍ଟ ଭାବରେ ସେ ବାବଦରେ ଚର୍ଚ୍ଚା ଆଲୋଚନା ଜାରି ରଖିଛି। ତାଙ୍କର ମାନେ ଗୋଟେ ପରିବାରର ଜଣେ ଶୁଭେଚ୍ଛୁ, ପରିବାରର ଜଣେ ପୁରୁଣା ସମ୍ପର୍କ ଥିବା ଜଣେ ବ୍ୟକ୍ତି ଭାବରେ ମାନ୍ୟବର ରାଜ୍ୟପାଳ ଆସିଥିଲେ। ସେ କୌଣସି ସେଥିରେ ରାଜନୈତିକ କଥା କିଛି ନଥିଲା। ତେଣୁ ମାନ୍ୟବର ରାଜ୍ୟପାଳ ଆଜି ଏମିତି ହଠାତ୍ କରି ତାଙ୍କର ଏକ ମୋ ଘରକୁ ବ୍ୟକ୍ତିଗତ ଭାବରେ ସେ ଆସିଥିଲେ ଏବଂ ଏଠି ରାଜ୍ୟର ବିଭିନ୍ନ ବିଭାଗ କଥା ହଉ କି ମୋର ଯେଉଁ ବିଭିନ୍ନ ବିଭାଗରେ କେମିତି କ'ଣ ଚାଲିଛି, କ'ଣ କରିଛି, ତାଙ୍କର ଅବଜରଭେସନ ବାବଦରେ ବି ସେ ସେଠି ଚର୍ଚ୍ଚା ଆଲୋଚନା କିଛି କଲେ। ରାଜ୍ୟ ଆହୁରି ଅଧିକ କେମିତି ବିକାଶ ରାସ୍ତାରେ ଚାଲିବ ସେ ବାବଦରେ ତାଙ୍କର ଯେଉଁ ଆଭିମୁଖ୍ୟ ଅଛି ସେ ବାବଦରେ ଚର୍ଚ୍ଚା ଆଲୋଚନା କଲେ। ଏମିତି କିଛି ଏଥିରେ କୌଣସି ଅଲଗା କିଛି ନାହିଁ। ସେଥିରେ ସମ୍ପୂର୍ଣ୍ଣ ରୂପେ ଏହା ତାଙ୍କର ଏକ ବ୍ୟକ୍ତିଗତ ଭାବରେ ଆସିବା ଭଳି ସେ ଆସିଥିଲେ ଏବଂ କିଛି ସମୟ ଏଠି କଟେଇକି ଗଲେ। ସବୁ କଥା ରାଜନୈତିକ ସ୍ତରକୁ ଆସିବା ପୂର୍ବରୁ ମିଡିଆ ସ୍ତରକୁ ସବୁ କଥା ଆଗ ପଳେଇ ଆସୁଛି। ସେ କଥା ସମ୍ପୂର୍ଣ୍ଣ ରୂପେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେରୋଗେଟିଭ। ସେ ବାବଦରେ ଯେମିତି ରାଜ୍ୟର ସଭାପତି ବି କହିଛନ୍ତି, ଆଉ ଯେଉଁ ଖାଲି ଥିବା ସ୍ଥାନ ଗୁଡ଼ିକ ହଉ, କର୍ପୋରେସନ ଗୁଡ଼ିକର ଅଧ୍ୟକ୍ଷା କଥା ହଉ ଏବଂ ବିଭିନ୍ନ ଯେଉଁ ଅଛି ଆମର ଏଚଡିସି ହଉ କିମ୍ବା ଡିଷ୍ଟ୍ରିକ୍ଟ ପ୍ଲାନିଂ ବୋର୍ଡ ହଉ, ଏଗୁଡ଼ିକରେ ତାକୁ ଆହୁରି ଭଲ ଭାବରେ କେମିତି ପରିଚାଳନା କରାଯିବ ସେ ଦୃଷ୍ଟିକୋଣରୁ ଦଳ ନିର୍ଦ୍ଦିଷ୍ଟ ଭାବରେ ସେ ବାବଦରେ ଚର୍ଚ୍ଚା ଆଲୋଚନା ଜାରି ରଖିଛି ଏବଂ ବହୁତ ଶୀଘ୍ର ହୁଏତ ହେଇପାରେ, ବିଳମ୍ବିତ ହେଇପାରେ, କିନ୍ତୁ ସେ ସମ୍ପୂର୍ଣ୍ଣ ରୂପେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି ଏବଂ ସେ ବାବଦରେ ଦଳ ତରଫରୁ ଯାହା ପ୍ରକ୍ରିୟା ସେ ପ୍ରକ୍ରିୟା ଆରମ୍ଭ ହେଲା ପରେ ସେ କଥା କରାଯିବ। ନିଶ୍ଚିତ ଭାବରେ ଆହୁରି ଆମ ବିଭାଗ ଗୁଡ଼ିକର କାମକୁ କେମିତି ଆହୁରି ଭଲ ଭାବରେ କରାଯାଇପାରିବ ଏବଂ ତାଙ୍କ ପାଖରେ ବି ବିଭାଗର କିଛି କଥାର ଫିଡବ୍ୟାକ୍ ବି ଥିଲା। ସେ କଥା ବାବଦରେ ବି ସେ ଚର୍ଚ୍ଚା ଆଲୋଚନା କଲେ ଏବଂ ଆମେ ଆଜ୍ ଏ ହୋଲ୍ ସରକାର କେମିତି ସମ୍ପୂର୍ଣ୍ଣ ରୂପେ ଯେଉଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁ ଦିଶା ନିର୍ଦ୍ଦେଶ ହେଇଛି ସେ ଦିଗରେ କେମିତି ଚାଲିବୁ ସେ ବାବଦରେ ବି ତାଙ୍କର ପରାମର୍ଶ ସେ ଦେଲେ ଏବଂ ମୁଁ ଭାବୁଛି ସେ ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ସେ କଥାକୁ ଆଗକୁ ଧରିକି ଚାଲିବା ପାଇଁ ଏକ ଶିକ୍ଷଣୀୟ ବ୍ୟବସ୍ଥା ହେବ। କିଛି ଦିନ ତଳେ ଯାଇଥିଲେ ବି ବାବାଙ୍କୁ ସେଠି ଭେଟିଥିଲେ ଘରେ ଏବଂ ତାଙ୍କ ସାଙ୍ଗରେ ବି ତାଙ୍କର ପୁରୁଣା ବନ୍ଧୁତା ସେ ଦୃଷ୍ଟିରୁ ସେଠିକି ଯାଇଥିଲେ ଏବଂ ଆଜି ଏଠି ବି ତାଙ୍କର ମାନେ ଗୋଟେ ପରିବାରର ଜଣେ ଶୁଭେଚ୍ଛୁ, ପରିବାରର ଜଣେ ପୁରୁଣା ସମ୍ପର୍କ ଥିବା ଜଣେ ବ୍ୟକ୍ତି ଭାବରେ ମାନ୍ୟବର ରାଜ୍ୟପାଳ ଆସିଥିଲେ। ସେ କୌଣସି ସେଥିରେ ରାଜନୈତିକ କଥା କିଛି ନଥିଲା। ସେ ବେସିକାଲି ସେ ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିଗତ ଆଲୋଚନା ଯାହା ଥିଲା ବ୍ୟକ୍ତିଗତ ଆଲୋଚନା ସାରିକି ସେ ଯାଇଛନ୍ତି। କିନ୍ତୁ ଏ ଭିତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଯେଉଁ ଚର୍ଚ୍ଚା ରହିଛି, ଆଜି ମୁଖ୍ୟମନ୍ତ୍ରୀ ପାଖାପାଖି ଅଧା ଘଣ୍ଟାରୁ ଅଧିକ ଆଲୋଚନା, ତା ପରବର୍ତ୍ତୀ ସମୟରେ ଆପଣଙ୍କ ସହିତ ଆଲୋଚନା, ଗୋଟେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଖୋରାକ ଯୋଗାଉଛି? ନା ଖୋରାକ କିଛି ଯୋଗାଉନି। ମୁଁ ଭାବୁଛି ଗଣମାଧ୍ୟମର ବନ୍ଧୁମାନେ ତାକୁ ଖୋରାକରେ ପରିବର୍ତ୍ତନ ନ କରନ୍ତୁ। ସେ ବାବଦରେ ଦଳ ଚର୍ଚ୍ଚା ଆଲୋଚନା ଆରମ୍ଭ କରିଛି ଏବଂ ଯେଉଁ ଅନୁଯାୟୀ କହିଛନ୍ତି ଦଳର ରାଜ୍ୟ ସଭାପତି ବି ଏ ବାବଦରେ ସ୍ପଷ୍ଟତା ଦେଇଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ସେ ସମ୍ପର୍କରେ ଯେବେ ନିଷ୍ପତ୍ତି ନେବାକୁ ଚାହିଁବେ ସେ ବାବଦରେ ନିଷ୍ପତ୍ତି ସେବେ ହିଁ ଜଣାପଡ଼ିବ। କିନ୍ତୁ ନିକଟରେ କି ଦୂରରେ ସେ କଥା ମୁଁ କହିପାରୁନି। ସେ କଥା ସମ୍ପୂର୍ଣ୍ଣ ରୂପେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେରୋଗେଟିଭ।